କେନ୍ଦୁପତ୍ର ହିତାଧିକାରୀମାନଙ୍କ କଲ୍ୟାଣ ପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। କେନ୍ଦୁପତ୍ର ମୂଲ୍ୟ ବୃଦ୍ଧି ଓ 2023 କେନ୍ଦୁପତ୍ର ବର୍ଷ ପାଇଁ 150 କୋଟିରୁ ଅଧିକ ଟଙ୍କାର ଆର୍ଥିକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଉପକୃତ ହେବେ 9 ଲକ୍ଷ କେନ୍ଦୁପତ୍ର ହିତାଧିକାରୀ। ତ କ'ଣ ରହିଛି ଅପଡେଟ୍ଟା ଫୁଲ୍ ଆସନ୍ତୁ ଜାଣିବା। ତ ଦେଖନ୍ତୁ କ'ଣ ରହିଛି ଅପଡେଟ୍। ପ୍ରୋସେସ୍ ଅଞ୍ଚଳରେ କେନ୍ଦୁପତ୍ର କେରି 20ଟି ପତ୍ର ମୂଲ୍ୟ 1 ଟଙ୍କା 40 ପଇସା 1 ଟଙ୍କା 60 ପଇସାକୁ ବୃଦ୍ଧି ଓ ଫାଲ ଅଞ୍ଚଳରେ କେନ୍ଦୁପତ୍ର କେରି 40ଟି ପତ୍ରର ମୂଲ୍ୟ 2 ଟଙ୍କା 80 ପଇସାରୁ 3 ଟଙ୍କା 20 ପଇସାକୁ ବୃଦ୍ଧି କଲେ ଆମ ନବୀନ ପଟ୍ଟନାୟକ। ତାପରେ ଦେଇଛି 2023 କେନ୍ଦୁପତ୍ର ବର୍ଷ ପାଇଁ 8,50,000 କେନ୍ଦୁପତ୍ର ତୁରାଳୀଙ୍କୁ 50% ବୋନସ୍, 40,000 ବନ୍ଧାଲି ଓ ସାମୟିକ କର୍ମଚାରୀଙ୍କୁ 10% ପ୍ରୋତ୍ସାହନ ରାଶି ଦେଲେ ଆମ ନବୀନ ପଟ୍ଟନାୟକ। ସାମାଜିକ କର୍ମଚାରୀଙ୍କ ମାନସିକ ପରିଶ୍ରମକ ଗସ୍ତ ଭତ୍ତା, ସାଇକେଲ ଭତ୍ତାରେ ବୃଦ୍ଧି କଲେ ଆମ ନବୀନ ପଟ୍ଟନାୟକ। 2024 ବର୍ଷରୁ ଯୋଗ୍ୟ ହିତାଧିକାରୀଙ୍କ କନ୍ୟା ବିବାହ ପାଇଁ 25,000 ଟଙ୍କା ଆର୍ଥିକ ସହାୟତା, ସର୍ବାଧିକ 2 କନ୍ୟା ସନ୍ତାନ ପାଇଁ ଦେଲେ ନବୀନ ପଟ୍ଟନାୟକ 25,000 ଟଙ୍କା ଦେବେ। ଯାର ଘରେ 2ଟା ଟୁକେଲ ଅଛେ ଆର୍ ପତର ତୁଲୁଛ ତାହାକେ ନବୀନ ସରକାର ଆମର 25,000 ଟଙ୍କା ଦେବେ। ବୁଝିପାରିଲ? ପତର ତୁଲା କାର୍ଡ଼ ଗୋଟେ ଜଲ୍ଦି କରି ସବେ ବନ। ସାମାଜିକ ସୁରକ୍ଷାରେ ଅନ୍ତର୍ଭୁକ୍ତ କେନ୍ଦୁପତ୍ର ହିତାଧିକାରୀଙ୍କ ବୟସ ସୀମା 60 ବର୍ଷରୁ 62 ବର୍ଷକୁ ବୃଦ୍ଧି କଲେ। ଆମ ନବୀନ ସରକାର 60 ବର୍ଷ ଯେ ଯେନ୍ ତୁଲୁଥର ପତର ଏବେ 62 ବର୍ଷ ହେଲେ ବି ଆପଣ ତୁଲିପାରେ ପତର ମାନେ। ଆପଣ ଜଲ୍ଦି କରି ପତର କାର୍ଡ଼ କରବା ଲାଗି ରେଡ଼ି ହୁଅ। ସାମାଜିକ କର୍ମଚାରୀଙ୍କୁ 1 ମାସ ଅଧିକ କାମ ଯୋଗାଇ ଦିଆଯିବ। ଆର୍ ଗୋଟେ 1 ମାସ ଅଧିକ କାମ ଯୋଗାଇ ଦେବେ ବୋଲି ଆମ ସରକାର କହିଛନ୍ତି। ତ ଜଲ୍ଦି କରି ଆମେ ପତର କାର୍ଡ଼ଟେ ବନାମା ଆଉ ପତର ତୁଲିଯିମା। ଆରୁ ଆମର ଯାହା ଘରେ 2ଟା ଟୁକେଲ ଅଛେ ତାକେ ବିହାଘର 25,000 ଟଙ୍କା ସରକାର ଦେବେ। କେନ୍ଦୁପତ୍ର ତୁରାଳୀଙ୍କ ରାଜ୍ୟ ସରକାରଙ୍କର ଭେଟି 25ରୁ 50%କୁ ବଢ଼ିଲା ବୋନସ୍। ତ ଜାନମା ଆଜିକା ଭୁବନେଶ୍ୱରର କେନ୍ଦୁପତ୍ର ତୁରାଳୀଙ୍କ ବୋନସରେ ବୃଦ୍ଧି କଲେ ରାଜ୍ୟ ସରକାର। ସମ୍ବଲପୁର ଚାରମାରରୁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଚାଲମାଲ କାର୍ଯ୍ୟକ୍ରମରେ ଭର୍ଚୁଆଲ ଯୋଗେ ଐତିହାସିକ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାପରେ ଏବେ କେନ୍ଦୁପତ୍ର ତୁରାଳୀଙ୍କୁ ମିଳିବ 2 ଗୁଣା ବୋନସ୍। ପୂର୍ବରୁ ମିଳୁଥିଲା 25% ବୋନସ୍, ଏବେ ମିଳିବ 50% ବୋନସ୍। ବୃଦ୍ଧି ପାଇଛି। ଏଥିରୁ ରାଜ୍ୟର 8,50,000 କେନ୍ଦୁପତ୍ର ତୁରାଳୀଙ୍କ ଉପକୃତ ହେବେ। ଏଥିଲାଗି ସରକାର 98 କୋଟି ଖର୍ଚ୍ଚ କରିବେ। ସେହିପରି ବନ୍ଧାଲି ଓ ଋତୁକାଳୀନ ଶ୍ରମିକଙ୍କ ଇନସେଣ୍ଟିଭ୍ 2 ଗୁଣା ବଢ଼ି 5ରୁ 10% ବୃଦ୍ଧି କରିଛନ୍ତି। ଏଥିଲାଗି ସରକାର 11 କୋଟି ଖର୍ଚ୍ଚ କରିବେ। ରାଜ୍ୟରେ ଥିବା 40,000 ବନ୍ଧାଲି ଓ ସିଜନାଲ ଷ୍ଟାଫ୍ ଏଥିରୁ ଉପକୃତ ହେବେ। ଦେଖିପାରୁଥିବେ ଆପଣ। ସେହିପରି ଋତୁକାଳୀନ କର୍ମଚାରୀଙ୍କୁ ଖୁସି ଖବର ଦେଇଛନ୍ତି ସରକାର। ସେମାନଙ୍କର ଦରମା ବୃଦ୍ଧି ଦାବି ପୂରଣ ହୋଇଛି। ତାପରେ ହେଡ୍ ଚେକର ମାସିକ ଦରମା 22,631ରୁ 24,420 ଟଙ୍କାକୁ ବୃଦ୍ଧି ପାଇଛି। ସେହିପରି ମହଙ୍ଗା ଭତ୍ତା 400 ଟଙ୍କାରୁ 600 ଟଙ୍କାକୁ ବୃଦ୍ଧି ପାଇଛି। ସର୍କଲ ଚେକରଙ୍କ ଦରମା 17,740ରୁ 21,000ରୁ ଅଧିକ ହୋଇଛି। DA 3,000ରୁ 450କୁ ବୃଦ୍ଧି ପାଇଛି। ଏହା ସହ ବନ୍ଧାଲି ଚେକରଙ୍କ ଦରମା 14,800 ଟଙ୍କାରୁ 17,680କୁ ବୃଦ୍ଧି ପାଇଛି। DA 200ରୁ 300 ଟଙ୍କାକୁ ବୃଦ୍ଧି ପାଇଛି। ମୁନ୍ସିଙ୍କ ଦରମା 12,000ରୁ 420ରୁ 15,215 ଟଙ୍କାକୁ ବୃଦ୍ଧି ପାଇଛି। ମୁନ୍ସି ଟୁଙ୍କ ଦରମା 9,850 ଟଙ୍କାରୁ 12,385 ଟଙ୍କାକୁ ବୃଦ୍ଧି ପାଇଛି। ତ ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରିଥିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରନ୍ତୁ। ଆଗକୁ ଆମ ଚ୍ୟାନେଲ ମାଧ୍ୟମରେ ବହୁତ ସାରା ନୂଆ ଅପଡ଼େଟ୍ ପାଇପାରିବେ। ତ ଆଶା କରୁଛି ନିହାତି ଭାବେ ଭିଡ଼ିଓଟା ଆପଣଙ୍କୁ ଭଲ ଲାଗିଥିବା।